ଦେବ ପୁରାଣମାନଙ୍କରେ ରଥର ବର୍ଣ୍ଣନା ଦେଖାଇବାକୁ ମିଳେ। ଏହିସବୁ ଶାସ୍ତ୍ରରେ ସପ୍ତ ରଥର ବର୍ଣ୍ଣନା କରାଯାଇଛି। ଏହି ସପ୍ତ ରଥ ହେଲା ଆତ୍ମରଥ, ଜଗରଥ, ସୂର୍ଯ୍ୟରଥ, ବିଷ୍ଣୁରଥ, ଶାନ୍ତିରଥ, ଗାୟତ୍ରୀ ରଥ ଓ କଦର୍ପ ରଥ। ଆତ୍ମରଥ ସମ୍ପର୍କରେ କୁହାଯାଇଛି ଯେ ଆତ୍ମନେ ରଥନେ ବିଧି ଶରୀର ରଥ ମେବତୁ ବୁଦ୍ଧି ତିଂ ସାରଥି ବୋଧି ମନ ପ୍ରଗ୍ରହ ମେବତ। ଅର୍ଥାତ୍ ଆତ୍ମା ରୂପକ ରଥର ଆତ୍ମା ହେଉଛି ସାରଥି, ବୁଦ୍ଧି ହେଉଛି ସାରଥି। ଦେବତାମାନେ ବ୍ରହ୍ମବିଦ୍ୟା ସ୍ୱରୂପା ଗାୟତ୍ରୀ ରଥବୁଡ଼ା। ଦେବରାଜା ଇନ୍ଦ୍ରଙ୍କ ରଥ ମନଠାରୁ ମଧ୍ୟ ବେଗମନ। ଓଡ଼ିଶାରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବ୍ୟତୀତ ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ଚୈତ୍ର ଶୁକ୍ଳ ଅଷ୍ଟମୀ ତଥା ଆଶୋକ ଅଷ୍ଟମୀ, ଶାକ୍ତକ୍ଷେତ୍ର ଯାଜପୁରରେ ଅଶ୍ୱିନୀ ମାସରେ ମା ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। ରଥରେ ଠାକୁରମାନେ ବିଜେ କରୁଥିବାରୁ ଏହାକୁ ମୁଖ୍ୟତଃ ରଥଯାତ୍ରା କୁହାଯାଉଥିଲେ ମଧ୍ୟ ଏହାର ଅନ୍ୟ ନାମ ଗୁଡ଼ିକ ହେଲା ଘୋଷଯାତ୍ରା, ଜନକପୁରୀ ଯାତ୍ରା, ଆଡ଼ପ ଯାତ୍ରା, ନବଦିନାତ୍ମକ ଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ଅନ୍ତର୍ଦେବୀ ମହୋତ୍ସବ। ପ୍ରତ୍ୟେକ ନାମକରଣ ପଛରେ ଏକ ଏକ କାରଣ ମଧ୍ୟ ରହିଅଛି। ରଥଯାତ୍ରାରେ ମହାପ୍ରଭୁଙ୍କ ବଳଭଦ୍ର, ମା ସୁଭଦ୍ରା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଓ ଚକ୍ରରାଜ ସୁଦର୍ଶନ ରଥରେ ବିଜେ ହୋଇ ଗୁଣ୍ଡିଚା ଘରକୁ ଯାଆନ୍ତି। ଯେଉଁମାନେ ଶ୍ରୀମନ୍ଦିର ପ୍ରବେଶ କରି ଠାକୁରମାନଙ୍କୁ ଦର୍ଶନ କରିବାର ଅଧିକାର ବା ସୁଯୋଗ ପାଆନ୍ତି ନାହିଁ, ସେମାନେ ରଥଯାତ୍ରାରେ ରଥରୂଢ଼ ପ୍ରଭୁମାନଙ୍କ ଦର୍ଶନ କରନ୍ତି, ରଥରେ ଦଉଡ଼ି ଟାଣନ୍ତି। ତେଣୁ ଏହି ଯାତ୍ରାର ଅନ୍ୟ ଏକ ନାମ ହେଲା ପତିତପାବନ ଯାତ୍ରା। ମହାରାଜାଙ୍କ ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନଦେଶ ଅନୁଯାୟୀ ନୀଳାଚଳ ସମୁଦ୍ର ତଟରୁ ଦାରୁ ସଂଗ୍ରହ ପରେ ଦାରୁ ନିଗ୍ରହ ନିର୍ମାଣ ଅଧା ପରେ ଦାରୁ ମୂର୍ତ୍ତିମାନଙ୍କୁ ପ୍ରଥମେ ଗୁଣ୍ଡିଚା ମଣ୍ଡପରେ ପ୍ରତିଷ୍ଠା କରାଯାଇଥିଲା। ଗୁଣ୍ଡିଚା ଦେବୀ ଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ସହଧର୍ମିଣୀ। ମହାପ୍ରଭୁଙ୍କ ପ୍ରତି ଭକ୍ତି ତାଙ୍କର ଥିଲା ଅପାର ଯେ ଶ୍ରୀ ଜଗନ୍ନାଥଙ୍କ ମହାରାଜା ଇନ୍ଦ୍ରଦ୍ୟୁମ୍ନ କହିଛନ୍ତି, ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନି, ରଥଯାତ୍ରା ନାମେ ଖ୍ୟାତ ଦେବ ଯେ ଅବାନି। ପରବର୍ତ୍ତୀ କାଳରେ ଶ୍ରୀମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହେବା ପରେ ଠାକୁରମାନଙ୍କୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ବିଜେ କରାଯାଇଥିଲା। ତେଣୁ ଗୁଣ୍ଡିଚା ମଣ୍ଡପ ହେଉଛି ଠାକୁରମାନଙ୍କର ସୃଷ୍ଟି ବା ଜନ୍ମସ୍ଥାନ। ରଥଯାତ୍ରା ଦିନ ଯାତ୍ରାର ମଙ୍ଗଳା ରୋପଣ ସମୟରେ ଜଗତର ମଙ୍ଗଳ ପାଇଁ ପତି ମହାପାତ୍ର ବିଦ୍ୟାପତି ଓ ଉଚ୍ଚ ସ୍ୱରରେ ଘୋଷଣା କରନ୍ତି। ଶ୍ରୀମନ୍ଦିରରେ ପୂଜିତ ଦାରୁ ବିଗ୍ରହମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ଶ୍ରୀମନ୍ଦିରରୁ ବାହାରି ରଥରେ ବିଜେ ହୋଇ ଗୁଣ୍ଡିଚା ଘରକୁ ଯାତ୍ରା କରନ୍ତି। ଆଷାଢ଼ ଶୁକ୍ଳ ଦଶମୀ ତଥା ରଥଯାତ୍ରା ଆରମ୍ଭ ନବମୀ ଦିନ ଗୁଣ୍ଡିଚା ମଣ୍ଡପରୁ ପହଣ୍ଡି ହୋଇ ରଥରେ ବିଜେ ହୋଇ ଶ୍ରୀମନ୍ଦିରକୁ ଯାତ୍ରା କରନ୍ତି। ଏହି ଦିନ ସକାଳୁ ଆରତୀ, ମଇଲମ, ତୋଡ଼ପ ଲାଗି, ରସମୋହ ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ, ଗୋପାଳ ବଲ୍ଲଭ ଓ ସକାଳୁ ଧୂପ ପରେ ରଥ ପ୍ରତିଷ୍ଠା କାର୍ଯ୍ୟ କରାଯାଏ। ଏହାପରେ ମଙ୍ଗଳାର୍ପଣ କରାଯାଏ। ପରେ ପରେ ପହଣ୍ଡି ଆରମ୍ଭ ହୁଏ। ପହଣ୍ଡିରେ ପ୍ରଥମେ ସୁଦର୍ଶନ, କ୍ରମେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥ ପହଣ୍ଡି ହୋଇ ରଥରେ ବିଜେ କରନ୍ତି। ଏହାପରେ ମଦନ ମୋହନ ଓ ରାଧାକୃଷ୍ଣ ପାଲିଙ୍କରେ ବିଜେ ହୋଇ ରାମକୃଷ୍ଣ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ, ମଦନ ମୋହନ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଅବସ୍ଥାନ କରନ୍ତି।